ଆପଣମାନଙ୍କୁ ସ୍ୱାଗତ ଜଣାଏ। ପ୍ରଭୁ ପ୍ରତ୍ୟେକଙ୍କୁ ବାହୁଲ୍ୟ ରୂପେ ଆଶୀର୍ବାଦ କରନ୍ତୁ। ଆଜିର ପ୍ରସଙ୍ଗ ହେଲା ଗୋଟିଏ ଶିଶୁର ମୂଲ୍ୟ କେତେ? ଗୋଟିଏ ଶିଶୁର ମୂଲ୍ୟ କେତେ ତାହା ମୁଁ କହିବା ପାଇଁ ଚାହେଁ। ମାଥ୍ୟୁ 18 ପର୍ବ ତାର ପ୍ରଥମ 5 ପଦ। ମାଥ୍ୟୁ 18 ପର୍ବ ତାର 1 ପଦରୁ 5 ପଦ ପର୍ଯ୍ୟନ୍ତ। ସେତେବେଳେ ଶିଷ୍ୟମାନେ ଯୀଶୁଙ୍କ ନିକଟକୁ ଆସି ପଚାରିଲେ, ତେବେ ସ୍ୱର୍ଗ ରାଜ୍ୟରେ କିଏ ଶ୍ରେଷ୍ଠ? ସ୍ୱର୍ଗ ରାଜ୍ୟରେ କିଏ ଶ୍ରେଷ୍ଠ? ସେ ଗୋଟିଏ ସାନ ପିଲାକୁ ପାଖକୁ ଡାକି ସେମାନଙ୍କ ମଧ୍ୟରେ ଠିଆ କରାଇ କହିଲେ, ମୁଁ ତୁମମାନଙ୍କୁ ସତ୍ୟ କହୁଅଛି, ତୁମାନେ ଫେରି ସାନ ପିଲା ପରି ନ ହେଲେ କୌଣସି ପ୍ରକାର ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବ ନାହିଁ। ଅତଏବ ଯେ କେହି ସାନ ପିଲା ପରି ଆପଣାକୁ ନମ୍ର କରେ ସେ ସ୍ୱର୍ଗରେ ଶ୍ରେଷ୍ଠ। ଆଉ ଯେ କେହି ମୋ ନାମରେ ଏହିପରି ଗୋଟିଏ ସାନ ପିଲାକୁ ଗ୍ରହଣ କରେ ସେ ମତେ ଗ୍ରହଣ କରେ। ତ ଗୋଟେ ଶିଶୁର ମୂଲ୍ୟ କେତେ ଆମେ ଏଠି ଦେଖୁଛୁ। ଶିଷ୍ୟମାନେ ପଚାରୁଛନ୍ତି, ପ୍ରଭୁ ସ୍ୱର୍ଗରେ କିଏ ଶ୍ରେଷ୍ଠ? ପ୍ରଭୁ ଯୀଶୁ ଗୋଟେ ଛୋଟ ଶିଶୁକୁ ଆଣି ଠିଆ କରାଇଲେ ଆଉ କହିଲେ ଯେ ଇଏ ଶ୍ରେଷ୍ଠ, ଏଇ ସାନ ଶିଶୁଟିଏ ଶ୍ରେଷ୍ଠ। ଆମେ ବଡ଼ ହେଇଯାଉଛୁ କିନ୍ତୁ ପ୍ରଭୁ ଆମକୁ କହୁଛନ୍ତି, ତୁମେ ବଡ଼ ହେଲେ ମଧ୍ୟ ସାନ ଶିଶୁ ପରି ହୁଅ। କହୁଛନ୍ତି, ମୁଁ ତୁମମାନଙ୍କୁ ସତ୍ୟ କହୁଅଛି, ତୁମାନେ ଫେରି ସାନ ପିଲା ପରି ନ ହେଲେ କୌଣସି ପ୍ରକାର ସ୍ୱର୍ଗରେ ପ୍ରବେଶ କରିବ ନାହିଁ। ସାନ ପିଲା ପରି ଗୋଟେ ଶିଶୁର ମୂଲ୍ୟ କେତେ ଆମେ ଜାଣିପାରୁଛୁ। ଗୋଟେ ସାନ ପିଲା ପରି ଯଦି ହେଇପାରିବେ ନାହିଁ ଆପଣ ସ୍ୱର୍ଗକୁ ଯାଇପାରିବେ, ତାର ମୂଲ୍ୟ କେତେ ଦେଖନ୍ତୁ। ଆମେ ବଡ଼ ହେବା ପାଇଁ ଯାଉଛୁ ସବୁ, କିନ୍ତୁ ବାଇବଲ କହୁଛି ତୁମେ ଗୋଟେ କେମିତି ହେବ? ଗୋଟେ ସାନ ପିଲା ପରି। ଯିଏ କେବେ ମିଛ କହି ଜାଣେ ନାହିଁ, ଯେ ଚୋରି କରେ ନାହିଁ, ଯାହାର ଦୁଶ୍ଚିନ୍ତା ନାହିଁ, ଯାଠାରେ ଲୋଭ ନାହିଁ, ତାର କ୍ଷତି କଲେ ବି ତାର ପ୍ରତିକ୍ରିୟା କିଛି ନାହିଁ, ସେ ସାଙ୍ଗେ ସାଙ୍ଗେ ମିଶିଯାଏ, ମନରେ କୋପ ରଖେ ନାହିଁ, କିଛି ସନ୍ଦେହ କରେ ନାହିଁ, ଯାହା କହିଲେ ବିଶ୍ୱାସ କରେ। ଆମେ ବିଶ୍ୱାସୀ ମାନେ ଏତେ ବଡ଼ ହେଇଗଲୁଣି ଯେ ପ୍ରଭୁଙ୍କର ବାକ୍ୟକୁ ବିଶ୍ୱାସ କରୁନାହୁଁ, କିନ୍ତୁ ଗୋଟେ ଶିଶୁ ସେ ସବୁ ବିଶ୍ୱାସ କରେ, ତାକୁ ଯାହା କୁହାଯାଏ ବିଶ୍ୱାସ କରେ। ସେ ମିଛ କହି ଜାଣିନାହିଁ, ଆମେ ତାକୁ ଶିଖାଉଛୁ ମିଛ କହିବା ପାଇଁ। ସେ ଲୋଭ କଣ ଜାଣିନାହିଁ, ଆମେ ଶିଖାଉଛୁ। ତ ପ୍ରଭୁ ଯୀଶୁ କହୁଛନ୍ତି ଗୋଟେ ସାନ ଶିଶୁର ମୂଲ୍ୟ କେତେ ଯେ ସ୍ୱର୍ଗରେ ତାକୁ ନେଇପାରିବ। ଆମ ସମସ୍ତଙ୍କର ପ୍ରଚେଷ୍ଟା ହେବା ଦରକାର ପୁଣି ସାନ ଶିଶୁଟିଏ ପରି ହେବା ପାଇଁ। ଆମର ଗର୍ବ ପରିତ୍ୟାଗ କରିବାର ଅଛି। ତାର କ୍ଷତି କଲେ ବି ସେ କାହାର କ୍ଷତି କରେ ନାହିଁ। ଜଣେ ତାର ବିରୁଦ୍ଧରେ ଯାଉଛି ସେ ଜାଣିପାରେ ନାହିଁ, ସେ କିଛି କରେ ନାହିଁ। ସେ ଆମର କଣ, ଆମେ ବଡ଼ ହେଇଗଲୁଣି, ଆମେ କ୍ରୋଧ କରି ଜାଣିଛୁ, ଆମେ ଲୋଭୀ ହେଇ ଜାଣିଛୁ, ଆମେ ପରନିନ୍ଦା କରୁଛୁ, ଗର୍ବ କରୁଛୁ, ଅହଙ୍କାର କରୁଛୁ, ଲୋଭ ଅଛି, ଗୁଡ଼େ ବିଷୟ ଅଛି। ପ୍ରଭୁ ଯୀଶୁ ଆମକୁ କହିବା ପାଇଁ ଚାହାନ୍ତି, ସାନ ପିଲା ପରି ଆପଣାକୁ ନମ୍ର ନ କଲେ ସ୍ୱର୍ଗରେ ଶ୍ରେଷ୍ଠ ହେଇପାରିବ ନାହିଁ। ସାନ ପିଲାଟି ନମ୍ର ଅଟେ, ତାକୁ ଏ ଲାଳସା ନାହିଁ, ପଦ ପଦବୀର ଲାଳସା ନାହିଁ, ଆମକୁ ଆସିଗଲାଣି। ସେ କୋଉଠି ବି ବସିପାରିବ, ଆମେ କୋଉଠି ବି ବସିପାରିବ। କିଏ ବଡ଼ କିଏ ସାନ ତାକୁ ଫରକ ପଡେ ନାହିଁ, କିନ୍ତୁ ଆମକୁ ଫରକ ପଡେ। ଆମେ ନମ୍ର ହେଇପାରୁନାହୁଁ। ଆମେ ବଡ଼ ହେବା ପାଇଁ ଚାହୁଁଛୁ କିନ୍ତୁ ନମ୍ର ହେବା ପାଇଁ ଚାହୁଁନାହୁଁ। ଆମେ ସ୍ୱର୍ଗକୁ ଯିବା ପାଇଁ ଚାହୁଁଛୁ, ଶିଶୁ ପରି ହେବା ପାଇଁ ଚାହୁଁନାହୁଁ। ଶିଶୁର ମୂଲ୍ୟ କେତେ ଆମେ ବୁଝିପାରୁଛୁ, କାରଣ ପ୍ରଭୁ ଯୀଶୁ କହୁଛନ୍ତି। ଗୋଟେ ବଡ଼ ଲୋକ କାରଣ ଠିଆ করে କହୁନାହାନ୍ତି, ଗୋଟେ ପଣ୍ଡିତକୁ, ଗୋଟେ ବାଇବଲ ପଣ୍ଡିତକୁ, ଗୋଟେ ଭଲ ୱର୍ସିପ ଲିଡ୍ କରିବା ଲୋକକୁ, ଗୋଟେ ଭଲ ସମ୍ପାଦକ କହୁନାହାନ୍ତି ତୁମେ ଏଇ ସମ୍ପାଦକ ପରି ନହେଲେ ତୁମେ ସ୍ୱର୍ଗକୁ ଯାଇପାରିବ ନାହିଁ, ଏଇ ବାଇବଲ ଶିକ୍ଷକ ପରି ନହେଲେ ତୁମେ ସ୍ୱର୍ଗକୁ ଯାଇପାରିବ ନାହିଁ, ୟା ଭଳିଆ ଆରାଧନା ନ କଲେ ତୁମେ ସ୍ୱର୍ଗକୁ ଯାଇପାରିବ ନାହିଁ। ଏଇଟା ସେ କହୁନାହାନ୍ତି। ଧନୀ ଲୋକ କାଣି କହୁନାହାନ୍ତି ୟାଙ୍କ ପରି ଦାନ ନଦେଲେ ତୁମେ ସ୍ୱର୍ଗକୁ ଯାଇପାରିବ ନାହିଁ। ଏଇଟା ସେ କହୁନାହାନ୍ତି। ସେ କଣ କହୁଛନ୍ତି, ତୁମେ ଫେରି ସାନ ପିଲା ପରି ନହେଲେ ତୁମେ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିପାରିବ ନାହିଁ। ମାନେ ଭାବି ଦେଖନ୍ତୁ, ବଡ଼ ହେବାଟା ସହଜ କିନ୍ତୁ ସାନ ହେବାଟା ସହଜ ନାହିଁ।
ସହଜ ନାହିଁ। ଏବେ ସାନ ପିଲାମାନେ କଥା ହେଇ ପାରୁନାହାନ୍ତି, ଆମେ ବହୁତ ବ୍ୟସ୍ତ ହଉଛୁ, ଆଜ୍ଞା କଥା ହଉନାହିଁ। କଥା ହେବାଟା ବଡ ବିଷୟ ନାହିଁ, କଥା ନ ହେବାଟା ବଡ ବିଷୟ। ଦେଖନ୍ତୁ ଆପଣ ମାନେ, ଗୋଟେ ଶିଶୁଟିଏ କଥା ହେବା ପାଇଁ ଶିଖିବା ପାଇଁ 2 ବର୍ଷ ଲାଗୁଛି, କିନ୍ତୁ ପାଟିକୁ ବନ୍ଦ କରି ରଖିବା ପାଇଁ 60 ବର୍ଷ ଲାଗୁଛି ଶିଖିବା ପାଇଁ। 60 years ହେଇଗଲେ ବି ଆମର ପାଟିକୁ ଆମେ ବନ୍ଦ କରିପାରୁନୁ। 2 ବର୍ଷରେ ତ କଥା କହିବା ଶିଖିଦେବା, କିନ୍ତୁ 60 years ଲାଗୁଛି ପାଟିକୁ ବନ୍ଦ କରିବା। ଗର୍ବ ଆସିଗଲେ ଏତେ ସହଜରେ ଯାଏ ନାହିଁ, କ୍ରୋଧ ଯାଏ ନାହିଁ, ଆମେ କ୍ଷମା ଦେଇପାରୁନାହୁଁ। ସାନ ପିଲାମାନଙ୍କୁ ଦେଖନ୍ତୁ, ତାଙ୍କ ପ୍ରତି ଯାହା କରିଥାନ୍ତୁ ଭୁଲି ଯାଏ, ସାଙ୍ଗେ ସାଙ୍ଗେ କ୍ଷମା କରି ପକାଇବେ ସେମାନେ। ଆମ ଜୀବନରେ ସେୟା ହଉଛି କି ହେଇପାରୁନାହିଁ। ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ ଏ ବାକ୍ୟକୁ ବୁଝିବା ପାଇଁ, ଏ ବାକ୍ୟକୁ ଶିରୋଧାର୍ଯ୍ୟ କରିବା ପାଇଁ। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଗୋଟିଏ ଶିଶୁର ମୂଲ୍ୟ କେତେ ଆମେ ବୁଝିପାରୁଛୁ। ପ୍ରଭୁ ଯୀଶୁ ଖ୍ରୀଷ୍ଟ କୁ ଯେତେବେଳେ ଶିଷ୍ୟମାନେ ପଚାରୁଛନ୍ତି ପ୍ରଭୁ କିଏ ଶ୍ରେଷ୍ଠ, ପ୍ରଭୁ କୋଉ ଶିଷ୍ୟକୁ ଆଣି ଠିଆ କରିଥାନ୍ତେ ନା ଇଏ ଶ୍ରେଷ୍ଠ ଇଏ ଶ୍ରେଷ୍ଠ, ସିଏ କିଛି କହିଲେ ନାହିଁ। କିଏ ଶ୍ରେଷ୍ଠ ନାହିଁ, ସାନ ପିଲା କଣ, ୟା ପରି ହୁଅ ତେବେ ତୁମେ ଶ୍ରେଷ୍ଠ ହବ, ୟା ପରି ନମ୍ର ହୁଅ ତେବେ ତୁମେ ଶ୍ରେଷ୍ଠ ହବ, ତେବେ ସ୍ୱର୍ଗରେ ଗ୍ରହଣୀୟ ହେଇପାରିବ। ଏଇଟା ହଉଛି ସାନ ପିଲାର ମୂଲ୍ୟ। ଚେଷ୍ଟା କରନ୍ତୁ ପୁଣି ଥରେ ଆପଣଙ୍କର ସେ ପ୍ରକ୍ରିୟାକୁ ଚେଞ୍ଜ କରିବା ପାଇଁ। କ୍ରୋଧ ତ କରୁଛନ୍ତି, କ୍ରୋଧ ପରିତ୍ୟାଗ କରିବା ପାଇଁ ସାନ ପିଲା ଭଳିଆ। ଲୋଭ ତ କରିଛୁ, ଲୋଭ ପରିତ୍ୟାଗ କରିବା ପାଇଁ, ପରନିନ୍ଦା ପରିତ୍ୟାଗ କରିବା ପାଇଁ, ବଚସା ପରିତ୍ୟାଗ କରିବା ପାଇଁ, ଶିଶୁ ପରି ହେବା ପାଇଁ ସାହାଯ୍ୟ କରନ୍ତୁ। ଗର୍ବିତ ହେଇଛୁ, ଏବେ ନମ୍ର ହେବା ପାଇଁ ଶିଖିବା, ଆମେ ଶିଶୁ ପରି ପ୍ରାର୍ଥନା କରିବା। ଅନୁଗ୍ରହକାରୀ ପିତା, ଆପଣଙ୍କୁ ଧନ୍ୟବାଦ ଦଉଛି। ଆମମାନଙ୍କୁ ସାହାଯ୍ୟ କର ପ୍ରଭୁ, ଗୋଟେ ଶିଶୁ ତୁଲ୍ୟ ଆପଣ ଜୀବନକୁ ଗଢିବା ପାଇଁ। ଶିଶୁର ମୂଲ୍ୟ କେତେ ଆମେ ବୁଝିପାରୁଛୁ ପ୍ରଭୁ, ଆମମାନଙ୍କୁ ତାହା ଆଜି ବୁଝେଇଥିବାରୁ ଧନ୍ୟବାଦ ଦିଏ। ପ୍ରତ୍ୟେକଙ୍କୁ ନାମ ଧରି ଆଶୀର୍ବାଦ କର, ସହିତ ପରମେଶ୍ୱର ହୁଅ। ଆଦର ମହିମା ଗୌରବ ଆପଣଙ୍କୁ ଦେଇ ପ୍ରାର୍ଥନା ମୋର ପ୍ରାଣର ପ୍ରିୟ ଯୀଶୁଙ୍କ ନାମରେ ମାଗିଲି, ଆମେନ୍। ପ୍ରଭୁ ଆପଣମାନଙ୍କୁ ପ୍ରତ୍ୟେକଙ୍କୁ ବାହୁଲ୍ୟ ରୂପେ ଆଶୀର୍ବାଦ କରନ୍ତୁ। ନମସ୍କାର।